କାରଣ କଣ ମାନେ ସବୁ ମନୁଷ୍ୟ ମାନେ ଈଶ୍ୱରଙ୍କ ସୃଷ୍ଟି ନୁହନ୍ତି। ପରମେଶ୍ୱର କାହାକୁ ରକ୍ଷା କରୁଛନ୍ତି? ଆଁ? ମନୁଷ୍ୟ ମାନଙ୍କର ସୃଷ୍ଟି କେତେ ପ୍ରକାର? ଯୋହନ 1:13 ଅବିନାଶ ଭାଇ ପଢିବ। ସେମାନେ ରକ୍ତରୁ, ଶରୀରର ଇଚ୍ଛାରୁ ଅବା ମନୁଷ୍ୟର ଇଚ୍ଛାରୁ ଜାତ ହେଲେ ନାହିଁ, ବରଂ ଈଶ୍ୱରଙ୍କ ଠାରୁ ଜାତ ହେଲେ। ବସ୍ ଆଉ ବସ୍ 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 କେତେ ପ୍ରକାର ଜାତ ହଉଛନ୍ତି ଲୋକମାନେ? ନମ୍ବର 1 ରକ୍ତରୁ, ନମ୍ବର 2 ଶରୀରର ଇଚ୍ଛାରୁ, ନମ୍ବର 3 ମନୁଷ୍ୟର ଇଚ୍ଛାରୁ, ନମ୍ବର 4 ଈଶ୍ୱରଙ୍କ ଠାରୁ ଜାତ ହଉଛି। ଜଗତର ଲୋକମାନେ 4 ପ୍ରକାର, 4 ଟାଇପର ଲୋକମାନେ ଜନ୍ମ ହଉଛନ୍ତି। ଓକେ, ସମସ୍ତେ ଈଶ୍ୱରଙ୍କ ଦ୍ଵାରା ଜାତ ହେଇଥିବା ସନ୍ତାନ ନୁହନ୍ତି। ଏତେ ମନୁଷ୍ୟ ମାନେ ଜନ୍ମ ହଉଛନ୍ତି, ଆମେ ଭାବୁ ଏଇଟା ପରମେଶ୍ୱରଙ୍କର ସୃଷ୍ଟି। ଆଜ୍ଞା, କଇନ ଯେତେବେଳେ ଜନ୍ମ ହେଲା, ହବା କଣ ବୋଲି କହିଲା? କଇନ ଜନ୍ମ ହେଲା ବେଳେ ଆଦି ପୁସ୍ତକ 4:1 ଅନନ୍ତରେ ଆଦମ ଆପଣା ଭାର୍ଯ୍ୟା ହବାଙ୍କର ସହବାସ କରନ୍ତେ ସେ ଗର୍ଭବତୀ ହୋଇ କଇନ ଅର୍ଥାତ୍ ଲାଭ ନାମକ ଗୋଟିଏ ପୁତ୍ର ପ୍ରସବ କରି କହିଲେ, ସଦାପ୍ରଭୁଙ୍କ ସାହାଯ୍ୟରେ ମୋର ଏକ ନର ଲାଭ ହୋଇଅଛି। ବସ୍ ଏଥିଠାରୁ ବସ୍ 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 ତେଲୁଗୁରେ ଲେଖା ଅଛି, ସଦା ପ୍ରଭୁଙ୍କର ଦୟାରେ, by the mercies of God I got a child. यहोवा दया ତେଲୁଗୁରେ ମାନେ ଅବଭିୟସଲି କିଏ ଦେଲା ପରେ? ପରମେଶ୍ୱର ଦେଇଛନ୍ତି କହିଲା ପରେ ନାମ ଦେଇଦେଲେ ହାୱା। କିନ୍ତୁ ବାକ୍ୟ କଣ କହେ? ପ୍ରଥମ ଯୋହନ 3:12 ଆगे ପଢो। ପାପାତ୍ମାର ସନ୍ତାନ ଯେ କଇନ ତାପରି ହୁଅ ନାହିଁ। ସେ ବସ୍ ଆପଣା ବସ୍ 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 ଅବାଙ୍କର ଷ୍ଟେଟମେଣ୍ଟରେ ନ୍ୟାଚୁରାଲ ଷ୍ଟେଟମେଣ୍ଟ, ଏଟା ରିଅଲ ଷ୍ଟେଟମେଣ୍ଟ ନୁହେଁ। ନ୍ୟାଚୁରାଲ ମାନେ କଣ? ପିଲା ଜନ୍ମ ହେଇଗଲେ ପ୍ରଭୁଙ୍କ ଦୟାରେ, ଆମେ ପ୍ରଭୁଙ୍କୁ ଗୋଟେ ସନ୍ତାନ ଦେଇଛନ୍ତି, ପ୍ରଭୁଙ୍କ ଦୟାରେ ମ୍ୟାରେଜ ହେଇଗଲେ, ଏମାନେ ଭାଗା ହେଇଯାଇଥିବେ, ଘର ଛାଡିକି ଭାଗା ହେଇଯାଇକି ବାହା ହେଇଯାଇଥିବେ, କିନ୍ତୁ କହିବାଟା କଣ କହିବେ? ପ୍ରଭୁଙ୍କ ଦୟାରେ ମ୍ୟାରେଜ ହେଲୁ ଆଜ୍ଞା। ଆଚ୍ଛା, ପ୍ରଭୁଙ୍କ ଦୟା ଥିଲା କି? ଆର୍ ୟୁ ଶ୍योर? ନାଇଁ 2 ସାର୍। ନମ୍ବରିଆ କାମ କରିକି, ଲୋକମାନଙ୍କୁ ଠକିକି, ଲୋକମାନଙ୍କୁ ଲୁଟିକି ଆଣିଥିବା ଗାଡି କି ଗୋଟେ ବଙ୍ଗଲା ହେଇକି ତମେ କଣ କହିବ? ପ୍ରଭୁଙ୍କ ଦୟାରେ ଗୋଟେ ବଙ୍ଗଲା ମିଳିଲା ଆଜ୍ଞା ବୋଲି କହିଦେଇଥାଉ କି? ଖ୍ରୀଷ୍ଟିଆନ ହିସାବରେ ନ୍ୟାଚୁରାଲି ସେଟା କହିବେ। ଯିଏ କେହି ବି ନାଟକ କରିକି ଆଣିଥିବେ ପଇସା, ହେଲେ କହିବାଟା କଣ କହିବେ? ନାଟକ କରିକି ଆଣିଲି ବୋଲି କହିବେ କି? ଆକୁ ତାକୁ ଲୁଟିକି ଆଣିଲି ବୋଲି କହିବେ କି? ନର୍ମାଲି ହିଁ ସେମାନେ ଗୋଟେ ଖ୍ରୀଷ୍ଟିଆନ ହିସାବରେ ଚର୍ଚ୍ଚ ଘରେ କି ପାଷ୍ଟର ବାବୁ ଘରକୁ ଆସିଲେ କଣ କହିବେ? ପ୍ରଭୁଙ୍କ ଦୟାରେ ଗୋଟେ ଆଣିଲେ ଆଜ୍ଞା। କେମିତି ଆଣିଲେ କହିବେ ନାହିଁ, ପ୍ରଭୁଙ୍କ ଦୟା। ତ ସେହି ହିସାବରେ ହବାକୁ ଅଛି, ପ୍ରଭୁଙ୍କ ଦୟାରେ ଗୋଟେ ସନ୍ତାନ ଲାଭ କଲେ। କିନ୍ତୁ ପରମେଶ୍ୱର କଣ କହୁଛନ୍ତି? ପାପାତ୍ମାର ସନ୍ତାନ ଯେ କହି, ପରମେଶ୍ୱର ଦେଇନାହାନ୍ତି ସେ ସନ୍ତାନ। ଆବା ତୁଚ୍ଛାରେ କହିଲା ସେନା। କହିବାଟା କଣ? ଗୁଡାଏ କଥା କହୁ ଆମେ, ଗୁଡାଏ କଥା କହୁ ଆଜ୍ଞା। କଥାର କଣ ଅଛି? ଫ୍ରି କି ନାହିଁ? କଥା କହିବାରେ ପଇସା ଲାଗୁଛି କି? ନା କଥା କହିବାରେ ପରିଶ୍ରମ ଲାଗୁଛି? ପ୍ରଭୁଙ୍କର ସମସ୍ତ ମନୁଷ୍ୟ ମାନେ ଈଶ୍ୱରଙ୍କ ଦ୍ଵାରା, ଈଶ୍ୱରଙ୍କ ଠାରୁ ଜାତ ହେଉନାହାନ୍ତି। ଓକେ, ସେଥିପାଇଁ ଆମେ ସେ ମାଥ୍ୟୁ 3:7 ଆଉ ମାଥ୍ୟୁ 23:32-33 ପଢିଲୁ କି କେତେକ ଶାସ୍ତ୍ରୀ ଫାରିସୀ ମାନଙ୍କୁ ଦେଖିକି
ବାପ୍ତିଜକ ଜହନ ଆଉ ପ୍ରଭୁ ଯୀଶୁ ଖ୍ରୀଷ୍ଟ ମଧ୍ୟ କଣ ବୋଲି ସେମାନଙ୍କୁ ସମ୍ବୋଧନ କରିକି ଡାକିଲେ? କାଳ ରେ କାଳ ସର୍ପର ଏ କାଳ ସର୍ପର ବଂଶ କାଳ ସର୍ପର ବଂଶ। ବଂଶ। ତାର ଅର୍ଥ କଣ? ଡେଫିନେଟଲି ନିଶ୍ଚିତ ଭାବେ ଏହି ଜଗତର ଅଧିକାଂଶ ମନୁଷ୍ୟ ମାନଙ୍କ ଭିତରେ କାହାରି ସନ୍ତାନ ଅଛନ୍ତି? ଶୟତାନ କାଳ ସର୍ପର। ଶୈତାନର ସନ୍ତାନ। ଆଚ୍ଛା, ନୋହଙ୍କ ସମୟରେ ବୀର ପୁରୁଷ ମାନେ ଥିଲେ ବୋଲି ବାଇବେଲ କହେ। ବୀର ପୁରୁଷ ବୋଲି କହିଲାରୁ ଆମକୁ ଓଡିଆ ବାଇବେଲରେ ଓଡିଆ ହିସାବରେ ଜଣା ପଡୁଛି ବିକ୍ରମୀ ପୁରୁଷ ବୋଲି, କିନ୍ତୁ ଇଂରାଜୀ ବାଇବେଲ କଣ କହେ? ଜାୟଣ୍ଟସ୍। ଜାୟଣ୍ଟସ୍ ମାନେ ବହୁତ ଲମ୍ବା ଚଉଡା ମୋଟା ବଡ ହେଇଥିବା ରାକ୍ଷସ ସନ୍ତତି ବୋଲି ଅର୍ଥ। ରାକ୍ଷସ ସନ୍ତତି। ଆରେ ପରମେଶ୍ୱର ମନୁଷ୍ୟକୁ ଆମକୁ ବନାଇଲା ବେଳେ ଗୋଟେ ନର୍ମାଲ ସାଇଜ ରେ ବନାଇଲେ, ଦେଖିବାକୁ ସୁନ୍ଦର ଥିବା ସାଇଜ, ହଁ କି ନାଇଁ? ବେଶୀ ଆମର ପୁଲିସରେ ଆମର ଆର୍ମିରେ ଯଦି ଜଏନ କରିବାକୁ ହେଲେ 6 ଫିଟ ମିନିମମ୍ 6 ଫିଟ ରୁ ଉପରେ ଟିକେ ଲମ୍ବା ଲମ୍ବା ଥିବେ। ଟିକେ 6 ଫିଟ ହେଲେ ବହୁତ ବଡ କଥା। ବହୁତ କମରେ ଅତି କମରେ କେତେ ଜଣ 7 ଫିଟ ଥିବେ। 10 ଫୁଟ 15 ଫୁଟ ଯଦି ମଣିଷ ଅଛନ୍ତି ମାନେ ଆମେ ମନୁଷ୍ୟ ଉପରେ ଦେଖିବୁ କି? ଆମେ ତାଙ୍କୁ ଦେଖିବୁ ନାହିଁ। ଆମର ଝିଅକୁ ପୁଅକୁ ତାଙ୍କୁ ଦେଇଦେବୁ କି ବିବାହ ପାଇଁ? ଦେବୁନି ବାପରେ। ଦ୍ୟାଟ ଇଜ କଲ୍ଡ ଅବନର୍ମାଲିଟି। ଅବନର୍ମାଲ କି ନାହିଁ? ହାତ ଗୋଡ ପତଲା, ଏତିକି ବଡ ମୁଣ୍ଡ, ଦ୍ୟାଟ ଇଜ କଲ୍ଡ ଅବନର୍ମାଲ। ହଠାତ୍ 4ଟା ହାତ ଏଠୁ 2ଟା ହାତ ବାହାରିଲେ, ଏଠୁ 2ଟା ହାତ ବାହାରି ପଡିଲା ବୋଲି କହିଲେ ଆମେ ତାକୁ ପ୍ରଭୁ ଗୋଟେ ଏକ୍ସଟ୍ରା ହାତ ଗୋଡ ଦେଇଛନ୍ତି ବୋଲି ଖୁସି ହଉ କି ନାଇଁ? ଅବନର୍ମାଲିଟି ବୋଲି କହିବୁ। ସେଟା ଦେଖିଲେ ଡରିବୁ ଆମେ, ଭୂତ ଏଟା। ହଁ, ଭୂତ ଆଜ୍ଞା। କେମିତି ମାନେ ଜନ୍ମ ହଉଛନ୍ତି? ସରି, ଭୂତ ମାନଙ୍କ ଲାଗି ବହୁତ ଜଣ ବିଶ୍ୱାସ କରନ୍ତିନି। ପତିତ ଦୂତ ମାନେ ହିଁ ଦୁଷ୍ଟାତ୍ମା ଅଟନ୍ତି। ଦୂତ ମାନଙ୍କର ସ୍ତ୍ରୀଲିଙ୍ଗ ବା ପୁଲିଙ୍ଗ ନଥାଏ, ଜେଣ୍ଡର ନଥାଏ, ମାସ୍କୁଲାଇନ କି ଫେମିନିନ ଜେଣ୍ଡର ନଥାଏ। ଦୂତ ମାନେ ଆର୍ ଆକ୍ଚୁଆଲି ନ୍ୟୁଟର ଜେଣ୍ଡର, ଓକେ, ମଧ୍ୟ ଲିଙ୍ଗ ଅଟନ୍ତି, ମିଡିୟମ। ତ ତଥାପି ଏ ଦୁଷ୍ଟ ଆତ୍ମା ମାନଙ୍କର ଫିଲିଙ୍ଗସ୍ ଥାଏ। ବ୍ୟଭିଚାରର ଆତ୍ମା ଗୋଟେ ଦୁଷ୍ଟ ଆତ୍ମା ଅଟେ। ତ ଏ ପତିତ ଦୂତ ମାନେ ମନୁଷ୍ୟ ମାନଙ୍କ ସହିତ ମିଶିଗଲେ, ଯେତେବେଳେ ଗୋଟେ ବିଜାତି ସ୍ତ୍ରୀ ଗୋଟେ ପ୍ରେଗନେଣ୍ଟ ହେଉନି, ସନ୍ତାନ ହେଉନି ବୋଲି ଏ ମନ୍ଦିର ସେ ମନ୍ଦିର ମାନତ କରି କରି ଗୋଟେ ଛୁଆ ଦେଇଦେ, ଗୋଟେ ଛୁଆ ଦେଇଦେ ବୋଲି ହେଇ ହେଇ ସେ ପ୍ରତିମା ମାନେ କେମିତି ଥିବେ? ରାକ୍ଷସ ପରି ଥିବେ କି ନାଇଁ? ସେମାନଙ୍କ ପ୍ରତି ଏତେ ଭକ୍ତି ଭାବ ଦେଖାଇକି ନିଜକୁ ପୁରା ସମର୍ପଣ କରିଦିଅନ୍ତି କେତେକ ମା ଭଉଣୀ ମାନେ ସେ ପ୍ରତିମାକୁ, ପ୍ରତିମା ଶକ୍ତି ହାତରେ। ତ ସେଇ ପ୍ରତିମା ସହିତ ଏମାନଙ୍କର ମିଶିବା ଦ୍ୱାରା they get pregnant। ଆଉ ତଦ୍ୱାରା ଯେତେବେଳେ ଛୁଆ ଜନ୍ମ ହୁଅନ୍ତି, 4ଟା ଆଖି, 2ଟା ନାକ, ପେଟ ଭିତରୁ ଗୋଟେ ଗୋଡ ବାହାରି ପଡୁଥିବ, ମୁଣ୍ଡ ପଛପଟେ ଗୋଟେ ମୁଣ୍ଡ ବାହାରି ପଡୁଥିବ। କାରଣ ସେମାନେ ଯେଉଁ ବ୍ରହ୍ମକୁ ବିଶ୍ୱାସ କରନ୍ତି, ସେ ବ୍ରହ୍ମର 3ଟା ମୁହଁ କି ନାହିଁ? ଯେଉଁ ଦେବଗଣକୁ ସେମାନେ ପୂଜା କରୁଛନ୍ତି, ଗୋଟେ 4ଟା 5ଟା ହାତ ବାହାରୁ ନାହିଁ କି ସେମାନଙ୍କର? ସେମିତି ନୋହଙ୍କର ସମୟରେ ଅବନର୍ମାଲ ମନୁଷ୍ୟ ମାନେ ତିଆରି ହେଇଗଲେ, ଯେହେତୁ ସେଇ କାଳର ସ୍ତ୍ରୀ ମାନେ ଭୂତ ମାନଙ୍କ ସହିତ ସମ୍ପର୍କ ରଖିଲେ। ଓକେ, ତ ସେମାନଙ୍କୁ ମନୁଷ୍ୟ ସ୍ତ୍ରୀ ପୁରୁଷର ସମ୍ପର୍କ ଦ୍ୱାରା, ମନୁଷ୍ୟ ଓ ମନୁଷ୍ୟର ସମ୍ପର୍କ ଦ୍ୱାରା ମନୁଷ୍ୟ ଜନ୍ମ ହେବ। ମନୁଷ୍ୟ ଆଉ ଭୂତ ମାନଙ୍କର ସମ୍ପର୍କ ଦ୍ୱାରା ରାକ୍ଷସ ମାନେ ଜନ୍ମ ହୁଅନ୍ତି। ନୋହଙ୍କର ସମୟରେ ପରମେଶ୍ୱର କେବଳ ନୋହଙ୍କର ପରିବାରକୁ ରକ୍ଷା କରି ବାକି ସମସ୍ତ ଜାତିକୁ ବିନାଶ କରିବାର ରିଜନ କଣ? ସମସ୍ତଙ୍କର DNA କରପ୍ସନ ହେଇଯାଇଥିଲା ବୋଲି।
शैतान कौन कला समस्तंकर डीएनए को एमिति करप्शन कर देथिला कि से हिसाब रे पुरुष स्त्री विवाह हेले भी राक्षस जन्म हो जाउछंती एमिति जेनेटिक मॉडिफाइड इंजीनियरिंग बोली कहिबे जेनेटिकली मॉडिफाइड क्रीचर्स साइंस पिला माने बुझिबे सेटा बुझिले कि कहिथिले आपण मानको अमेरिका पुरुष इंडिया झियो विवाह हेले जो संतान जन्म हेबे कौन डका जीवे मन अमेरिकन ना इंडियन एंग्लो इंडियन बोली कहते एंग्लो इंडियन सुनो एंग्लो इंडियन माने से गोटे नुआ प्रजाति इंडिया स्वामी अमेरिका झियो विवाह हेले कौन हेबे इंडो अमेरिकन रो प्रजाति से क्रॉस कल्चरल मैरिज द्वारा गोटे नुआ ब्रीड फॉर्म हुए कुकुर मानकर ब्रीड केमती तैयार करछन्ते अलग अलग कुकुर माने केमती तैयार हे गले क्रॉस ब्रीडिंग बोली कहन्ते एटा बुझी पारले सेमिति स्त्री पुरुष को संपर्क रे जन्म हेले मनुष्य पतित दूत माने अर्थात दुष्टात्मा और मनुष्य द्वारा संपर्क रे जन्म होइथिबा मनुष्य माने मनुष्य नहन्ते राक्षस अटन तेणुकरी सेमानकर साइज अति बड़ थिला तेणुकरी परमेश्वर देखिले नोहंकर जल प्लावन रे समस्त को मारी देवा को बाध्य हेले बुझिले कि बिकॉज दे वर करप्टेड ओडिया रे करप्शन को आ सठिक वर्ड मिलला नहीं ना कौन जड़ानी भ्रष्ट हेले बोल लिखा अछि करप्टेड इज डिफरेंट मीनिंग करप्ट मीन्स स्पॉइल है गले नष्ट है गले बोले अर्थ से मन करे डीएनए से मन को ब्लड से मन करे जीन्स सब नष्ट है स्पॉइल है मिश्रित है मिसी जाए गड़बड़ है गला पूरा प्रभु से मन को आशीर्वाद करली करबी बोलले भी हेबो नहीं आउ शैतान रो संतान है गले सब तेणुक सब क्लीन स्वीप सब क्लियर करबा पड़ला किंतु बाइबल कहे नोहंकर जल प्लावन परे मध्य शैतान हसी हसी देखुथिबा प्रभु कौन तमे समस्त मारी दे खाली नोहंकर परिवार को तुम्हें बंचा देले मु पारिबी नहीं कि नोहंकर गोटे संतान को धरिकी तो पारिबी आ कौन केमती पारिबो पुरुष और स्त्री पुरुष ठारे गोटे दुष्ट आत्मा स्त्री ठारे गोटे दुष्ट आत्मा दी जन मैरिज हेबे के जन्म हेबे दुष्ट आत्मा रे पूर्ण गोटे पुओ कि झियो जन्म हेबो भूत मानकू शरीर नहीं आज्ञा भूत मानकू मनुष्य मानकर शरीर यथेष्ट परस्पर प्रति आकर्षित करबा पई परस्पर प्रति कामुक हेबा पई भूत मानकू निजर गोटे शरीर दरकार कि ना जन को भीतर पशिले हे गला से मानकर काम ए पुओ से झियो पई पागल ए झियो से पुओ पई पागल ए पागल ए पागल भल मंद छोट बड़ किछि देखिबे नहीं आ पागल तो आउ ए झियो ठारे गोटे बड़ा भूत स्पिरिट्स थिले सब भगाई देला पर सब छाड़ाई देला पर भल थिला झियो गोटे दिन आसी कहला आज्ञा गोटे पुओ फॉलो करछि मते बोली अरे गोटे काम करो तुम एकला जाओनी बाहर को बोली आमे कहलु से भी से पुओ को घृणा करथाय छी से कोन से मते ते फॉलो करछि मते विरक्त करछि ताको तार माँ बापा मान के जाय कि गाली फाली भी करले सब करले ठीक है ठीक अछि झियो भलो झियो समार के दिन पर गोटे अधरात्रि मध्यरात्रि हम टाइम गेलो राति 12 घंटे मते घर को आसले कौन है आज्ञा जीवा घर को जीवा झियो बेसी प्रॉब्लम करछ कौन है भलो तो थिला नहीं से झियो को औषध खुआई देला ना को भूत को स्पिरिट को रिलीज कर देला को गुणी गारडी करा हला जणाने से झियो एबे से पुओ पाई पागल मते से पुओ पा ही नहीं जाओ
ତା ଗୋଡରେ ମରିବି, ତା ପାଖରେ ଥିବି, ଆଉ ମତେ ମତେ କିଛି ଦରକାର ନାହିଁ, ଆଉ ମତେ ମାରିଦେଲେ ମାରିଦିଅ ମତେ ସେ ପୁଅ। ଆରେ ତୁମେ ପରା ସେ ପୁଅକୁ ଘୃଣା କରୁଥିଲ, ତୁମେ ପରା ନିଜେ ତାକୁ ଘୃଣା କରିକି ଆମକୁ କମ୍ପ୍ଲେଣ୍ଟ ବି କରଲ କି ସେ ପୁଅ ମତେ ଫଲୋ କରୁଛି ଦେଖ ବୋଲି କମ୍ପ୍ଲେଣ୍ଟ କରଲ, ତୁମେ ନିଜେ ଗାଳି କରଲ ସେ ପୁଅକୁ, ମତେ ମୋର ପାଖରେ କଣ ଆସୁଛୁ ଯା ବୋଲି କହିଲ। ଏବେ କେମିତି ତାର ମାଇଣ୍ଡ ଚେଞ୍ଜ ହେଇଗଲା? ସ୍ପିରିଟ୍ସ। ସେ କୋ ଗୁଣି କରଲା ତା ଠାରେ କି ସେ ସ୍ପିରିଟ ତା ଠାରେ ଆସିକି ଏବେ ସେ ଝିଅକୁ କଣ କରୁଛି? ସେ ପୁଅ ପାଖକୁ ଚାଲେ, ଯେ ମତେ ନେଇଯାଉ, ସେ ପୁଅକୁ ହିଁ ବାହା ହେବି, ସେ ପୁଅ ସାଙ୍ଗରେ ହିଁ ଥିବି, ମତେ ନେଇଯାଉ ନେଇଯାଉ ନେଇଦିଅ ବୋଲୁଛି। ଭୂତ ମାନଙ୍କୁ, ସ୍ପିରିଟ୍ସ କୁ ବହୁତ କମ ଦୃଷ୍ଟିରେ ଦେଖୁଛନ୍ତି ନାଇଁ କି? ଆମେ ଯାହା ବୋଲେ ପଳେଇବ, ନାଇଁ ଏତେ ସହଜ ନାଇଁ କି? ଏସବୁ କହିବାର ରିଜନ କଣ? ମାନେ ଜଗତର ସମସ୍ତଙ୍କର ଜନ୍ମ ପଛରେ ପରମେଶ୍ୱର ନାହାନ୍ତି। ଅନେକ ପାପାତ୍ମାର ସନ୍ତାନ ଅଛନ୍ତି, କରପ୍ଟେଡ DNA, ସର୍ପର ବଂଶ, ସର୍ପର ବଂଶ। ଏସବୁ ପାପାତ୍ମା ଶୈତାନ ଦ୍ୱାରା ଜନ୍ମ ହେଇଥିବା ଲୋକ ବେଶୀ। ଓସାମା ବିନ୍ ଲାଡେନ ପରି ଟେରରିଷ୍ଟ, ଦାଉଦ ଇବ୍ରାହିମ ପରି ଜଣେ ଟେରରିଷ୍ଟ, ସେ ତାଜ ହୋଟେଲର ଟେରରିଷ୍ଟ ମାନଙ୍କୁ ତିଆରି କରିଥିଲେ, ସେ କସବ ପରି ଲୋକ ହେଉ, ସେ ହେଡଲି ନା କିନା ତାର, ଏମାନେ ସବୁ ପରମେଶ୍ୱରଙ୍କ ଦ୍ୱାରା ସୃଷ୍ଟି ହେଇଥିବା ମଣିଷ ବୋଲୁଛନ୍ତି କି ଆପଣ ମାନେ? ଯେଉଁ ସ୍ୱାମୀ ମାନେ ଆପଣ ସ୍ତ୍ରୀକୁ ଚିରି 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 ବ୍ଲେଡରେ ଚିରି ଚିରି ମାରିଦେଲେ, ପ୍ରଭୁଙ୍କ ଦ୍ୱାରା ଜନ୍ମ ହେଇଥିବ ମଣିଷ ବୋଲୁଛନ୍ତି କି ଏମାନଙ୍କୁ? ଆଜ୍ଞା, ନହଙ୍କ ସମୟରେ ପରା ରାକ୍ଷସ ମାନେ ଜଣା ପଡି ଯାଉଥିଲେ, ବଡ ଲମ୍ବା ହେଇକି ଥିଲେ, ଗୋଲିଆତ ପରି, ଫଲଷ୍ଟିୟ ମାନଙ୍କ ପରି। ପରେ କିନାନୀୟ ମାନେ ବି ଲମ୍ବା ଲମ୍ବା ହେଇକି ବଡ ସାଇଜ ରେ ଥିଲେ। କିନ୍ତୁ ଆଜିର ଯୁଗରେ ଶୈତାନ ଦେଖିଲା, ଆରେ ମନୁଷ୍ୟ ମାନଙ୍କର ବାହାରର ଆକାର ରାକ୍ଷସ ପରି ଅବନର୍ମାଲ ହେଇଗଲେ ଚିହ୍ନି ଦେଉଛନ୍ତି। ଗୋଟେ କାମ କରିବା, ଶରୀର ନର୍ମାଲ ରଖିବା କିନ୍ତୁ ବୁଦ୍ଧିଟା ରାକ୍ଷସ ରଖିବା ବୋଲି କହିଲା, ଜେନେଟିକାଲି ମଡିଫାଇଡ। ତେଣୁକରି ମନୁଷ୍ୟ ପରି ହିଁ ଦେଖା ଯାଉଥିବେ, ଆପଣ ଝିଅ ମାନଙ୍କୁ ସନ୍ତାନକୁ ନଷ୍ଟ କରିଦେଉଥିବେ। ମନୁଷ୍ୟ ପରି ଦେଖା ଯାଉଥିବେ, ଆପଣ ସ୍ତ୍ରୀକୁ କାଟି ଫିଙ୍ଗି ଦେଉଥିବେ। ମନୁଷ୍ୟ ପରି ଦେଖା ଯାଉଥିବେ, ସେଟା କି କଣ, ସେଟା ନଇଡା